HIV ହେଉଛି ଏକ ଭାଇରସ୍ ଯାହା ମାନବ ପ୍ରତିରୋଧକ ପ୍ରଣାଳୀ ଇମ୍ୟୁନ୍ ସିଷ୍ଟମକୁ ନଷ୍ଟ କରିଦେଇଥାଏ। ଏହି ଭାଇରସ୍ ଶରୀରରେ ଟି ସେଲ୍ ଗୁଡ଼ିକୁ ନଷ୍ଟ କରିଦିଏ, ଯାହା ଶରୀରକୁ ସଂକ୍ରମଣ ପ୍ରତିରୋଧ କରିବାରେ ସାହାଯ୍ୟ କରେ। HIV ଏକ ଦୀର୍ଘ ସମୟରେ ଶରୀରରେ ରହିପାରେ ଏବଂ ଯଦି ଚିକିତ୍ସା ନ ହୁଏ ତେବେ ଏହା ଏଡ୍ସ ବା ଏକ୍ୱାୟର୍ଡ ଇମ୍ୟୁନୋ ଡିଫେନ୍ସି ସିଣ୍ଡ୍ରୋମକୁ ସୃଷ୍ଟି କରେ, ଫଳରେ ରୋଗୀକୁ ମୃତ୍ୟୁ ଆଡ଼କୁ ଟାଣି ଆଣେ। କିନ୍ତୁ ଏନେଇ HIVକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶାରେ HIV ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। 2021 ମସିହାରେ 2341 ଜଣ HIV ରୋଗୀ ଚିହ୍ନଟ ହୋଇଥିଲେ। ସେହିଭଳି 2022 ମସିହାରେ 3232 ଜଣ HIV ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ 2023-24 ବର୍ଷରେ 3436 HIV ରୋଗୀ ଚିହ୍ନଟ ହୋଇଛନ୍ତି। ଡିସେମ୍ବର 2024 ସୁଦ୍ଧା ଏହି HIV ରୋଗୀଙ୍କ ସଂଖ୍ୟା 63,742ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିକ ବିଧାନସଭାରେ ଉତ୍ତର ଦେଇଛନ୍ତି। HIV ଏକ ଗମ୍ଭୀର ସଂକ୍ରାମକ ରୋଗ ଯାହାକି ଏଡ୍ସ ରୋଗର ସାଧାରଣ ଲକ୍ଷଣ ମଧ୍ୟରେ ନିମୋନିଆ ହେବା, ଓଜନ ହ୍ରାସ ହେବା, କାଶ ଲାଗି ରହିବା, ସର୍ବଦା କ୍ଳାନ୍ତ ଅନୁଭବ କରିବା, ଝାଡ଼ା ଲାଗି ରହିବା, ଝାଳ ବାହାରିବା, ସ୍ନାୟୁଗତ ସମସ୍ୟା ଦେଖାଯିବା, ବିଭିନ୍ନ ରଙ୍ଗରେ ପରିବର୍ତ୍ତନ ହେବା ଏବଂ ଚର୍ମରେ ସମସ୍ୟା ଦେଖାଯିବା ଭଳି ପ୍ରାରମ୍ଭିକ ଲକ୍ଷଣ ଦେଖାଯାଇଥାଏ। ଏମିତି ନୂଆ ନୂଆ ଖବର ବିଷୟରେ ଜାଣିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ ଓ ସବସ୍କ୍ରାଇବ୍ କରିନିଅନ୍ତୁ।